আমার দাবি গ্রেড পে বৃদ্ধি আমার দাবি শিক্ষাগত যোগ্যতা প্রস্তুতি বিজ্ঞান আমার দাবি মোবাইল রিচার্জ ভাউচার যোগান আমার দাবি সরকার তুমি মানি নিও। আমি বিএডব্ल्यू আসোসিয়েসন দীর্ঘ 1 ବର୍ଷ ହେଲା ସରକାରଙ୍କ ପାଖରେ ଆମର ଦାବିଗୁଡ଼ିକ ଉପସ୍ଥାପନ କରିଆସିଅଛୁ, କିନ୍ତୁ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଅନେକ ଗୁଡ଼ିଏ ସମସ୍ୟା ଆମର ରହିଛି, କିନ୍ତୁ ତା ଭିତରୁ 6 ଗୋଟି ଦାବି ଆମେ ଉପସ୍ଥାପନ କରିଛୁ। ପ୍ରଥମତଃ ରହିଲା ଆମର କ୍ୟାଡର ପୁନର୍ଗଠନ, ଦ୍ୱିତୀୟ ରହିଲା ଆମର ଗ୍ରେଡ୍ ପେ 4200କୁ ବୃଦ୍ଧି, ତୃତୀୟ ରହିଲା ମୁଖ୍ୟ ଜିନିଷ ଯାହା ବିଏଡବ୍ଲ୍ୟू ଭାବରେ ଆମକୁ ନାମିତ କରାଯାଇଛି ସେ ନାମକୁ ପରିବର୍ତ୍ତନ କରିବା, ଚତୁର୍ଥରେ ରହିଲା ଆମେ ଯେଉଁ କଣ୍ଟ୍ରାକ୍ଚୁଆଲ ପିରିୟଡ଼ରେ 6 ବର୍ଷ ସରକାରଙ୍କ ଅଧୀନରେ କାମ କରିଥିଲୁ ତାହାକୁ ମୂଳ ଚାକିରିରେ ଗଣନା କରିବା, 6ଟା ନ୍ୟାସନାଲ ଇନକ୍ରିମେଣ୍ଟ ଆମକୁ ଦେବା, ପଞ୍ଚମରେ ରହିଲା ଆମର ନ୍ୟାସନାଲ ଏ ଯେଉଁ ଶିକ୍ଷାଗତ ଯୋଗ୍ୟତା +3 ବିଜ୍ଞାନ ହାରକୁ ବୃଦ୍ଧି କରିବା। ଯେହେତୁ ପିଲାମାନେ ଆଜିକା ଡେଟ୍ରେ ଯେଉଁମାନେ ଆପଏଣ୍ଟମେଣ୍ଟ ପାଉଛନ୍ତି ସମସ୍ତେ ଡିପ୍ଲୋମା ଡିଗ୍ରୀ କରି ଏହି ଡିପାର୍ଟମେଣ୍ଟରେ ଅଛନ୍ତି, ତେଣୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବା। ଏହିସବୁ ଦାବିଗୁଡ଼ିକ ଆମର ପ୍ରମୁଖ ରହିଛି। ଦୀର୍ଘ ଦିନ ହେଲା ଆମେ ଡାଇରେକ୍ଟର ସାର୍ଙ୍କ ପାଖରେ ଏହାକୁ ଉପସ୍ଥାପନ କରିଛୁ, କିନ୍ତୁ ବିଭିନ୍ନ ଆଳ ଦେଖାଇ ଆମକୁ ସେ ଠକି ଆସିଛନ୍ତି। ତେଣୁ ତାରି ପ୍ରତିବାଦରେ ସାରା ଓଡ଼ିଶାରେ 30 ଗୋଟି ଜିଲ୍ଲାରେ ଆମର ବିଏଡବ୍ଲ୍ୟୁ ଭାଇ ଭଉଣୀମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସମସ୍ତେ ବସିଛନ୍ତି। ଶାନ୍ତିପୂର୍ଣ୍ଣ ଧାରଣା ଦେଉଛୁ। ସରକାର ଯଦି ଏହାର ଆକୁ ନ ଶୁଣନ୍ତି ତାହେଲେ ଆମେ 20 ତାରିଖରେ କୃଷି ଭବନ ଘେରାଉ କରିବୁ। ସେଥିପ୍ରତି କୃଷକଙ୍କର ଯାହା କ୍ଷୟକ୍ଷତି ଘଟେ ସରକାର ନିଶ୍ଚିତ ଭାବେ ଦାୟୀ ରହିବେ।